ଏମିତି ସତ୍ୟ କଥା। ତେଣୁ ଇଏ ହେଉଛି ଯୋଗ ଆତ୍ମା ପରମାତ୍ମା ସହିତ, ମଣିଷର ପ୍ରକୃତି ସହିତ ଏବଂ ପିଣ୍ଡର ବ୍ରହ୍ମାଣ୍ଡ ସହିତ ଯେଉଁ ତତ୍ତ୍ୱକୁ ନେଇକି ଯୋଗର ଏକ ବ୍ୟାପକ ଏବଂ ଯୋଗର ଏକ ସାଧନା। ଆଜି ବି ଅନନ୍ତଙ୍କର ସାଧନାର ଯେଉଁ କୁଟୀର 12 ବର୍ଷ ଧରିକି କହିଥିଲେ ଖଣ୍ଡଗିରିରେ ଜଗନ୍ନାଥ ଦାସ କେତେ ସାଧନା କରିଛନ୍ତି, ବଳରାମ ଦାସ କେତେ ସାଧନା କରିଛନ୍ତି, କେତେ ବଳରାମ ଦାସ ତତ୍ଵ ବଖାଣି আগত নাগত অচ্যুত বড়ি ভক্তির ভাব কহে জগন্নাথ পঞ্চসখা ওড়িশার মহন্ত। কেতে গোটিଏ ଗୋଟିଏ ଜିନିଷକୁ ନେଇକି ତେଣୁ ଜଗନ୍ନାଥ ହେଲେ କେନ୍ଦ୍ରବିନ୍ଦୁ, କେନ୍ଦ୍ରବିନ୍ଦୁର ଗୋଟିଏ, ଏବଂ ତାପରେ ଆସିଗଲା ଯୋଗ ଏବଂ ତାପରେ ଆସିଲା ଜ୍ଞାନ ମିଶ୍ର। ଏ ତିନୋଟିକି ମିଶେଇକିରି ଯୋଉ ଗୋଟେ ବିନ୍ଦୁ ତିଆରି ହେଲା, ଯୋଉ ମହାଶୂନ୍ୟ ଯୋଉ ବିନ୍ଦୁ, ସେଇ ବିନ୍ଦୁରୁ ଯୋଉ ସିନ୍ଧୁ ସୃଷ୍ଟି ହେଇଛି, ସେଇ ସିନ୍ଧୁ ହେଉଛି ଓଡ଼ିଆ ସାହିତ୍ୟ। ଏବଂ ଓଡ଼ିଆ ସାହିତ୍ୟ ସେ ପର୍ଯ୍ୟନ୍ତ ବଞ୍ଚିକିରି ରହିଥିବ ଯେ ପର୍ଯ୍ୟନ୍ତ ଏ ବୃତ୍ତର ଏ ବିନ୍ଦୁ ସହିତ ସେ ସମ୍ପୃକ୍ତ ହେଇକିରି ରହିଥିବେ। ଯୋଉଦିନ ଏଥିରୁ ବିଚ୍ୟୁତ ହେଇଯିବ ଆଉ କିନ୍ତୁ ମୁଁ ଭାବୁଛି ଆଜି ପର୍ଯ୍ୟନ୍ତ ମଧ୍ୟ ଯୋଉ ସାହିତ୍ୟ ରଚନା କରାଯାଇଛି ବ୍ୟତିକ୍ରମ ଆମ ଦୃଷ୍ଟିରେ ଦେଖାଯାଉଛି, କିନ୍ତୁ ଆପଣ ଯଦି ପରୋକ୍ଷ ଭାବରେ ଦେଖିବେ ଏ ତିନିଟା ଗୋଟିଏ ସମନ୍ୱୟାତ୍ମକ ଅଦୃଶ୍ୟ ହସ୍ତ ସେଥିରେ ନିଶ୍ଚିତ ଭାବରେ ବରଦାନ ରହୁଛି। ନହେଲେ ଓଡ଼ିଆ ସାହିତ୍ୟ ଆଜି ଏତେ ପର୍ଯ୍ୟନ୍ତ ଯାଇପାରିନଥାନ୍ତା। କିନ୍ତୁ ବିଶେଷ କରି ଆଜି ଦରକାର କରୁଛି ଯେ ଆମେ ସେଇ ଯୋଉ ମୂଳ ଭିତ୍ତି ଅନ୍ତଃସ୍ୱର ସାହିତ୍ୟର ଅନ୍ତଃସ୍ୱର ଐଶୀ ସତ୍ତା ଏବଂ ଯୋଗ ସାଧନା ଏବଂ ତା ସହିତ ଜ୍ଞାନ ମିଶ୍ର ଭକ୍ତି। ଜ୍ଞାନ ଜ୍ଞାନ କଣ ଗୀତାରେ କୁହାଯାଇଛି, ଜ୍ଞାନ ନଲେ ଦୁଷ୍ଟ ଇତ୍ୟାଦି ଇତ୍ୟାଦି କିଛି ତାର ହେଇପାରିବନି, ଅନୁବାଦ ହେଇପାରିବ ନାହିଁ। ଆମେ ଇଣ୍ଡିଆନ ନଲେଜ ସିଷ୍ଟମ ମିଳିକି IKS କହିଦେଉଛୁ କଣ ଆମେ ଜ୍ଞାନ। ଜ୍ଞାନ କଣ ଗୀତାରେ ଗୋଟେ ଅଧ୍ୟାୟ ପୁରା କୁହାଯାଉଛି, ଅମାନିତ୍ୱ ମଦମ୍ଭିତ୍ୱ ଅହିଂସା କ୍ଷାନ୍ତି ରାଜବମ୍ आचार्य उपासनम शौचम तर्जम आत्मविनिग्रह इंद्रियार्थेषु वैराग्यम अहंकार एव च जन्म मृत्यु जरा व्याधि दुःख दोषानुदर्शनम अशक्तिरण विस्वंग पुत्रदार गुहादिषु विवेक देश सेवित्व मरते जन संसदि मयि चारण्य योगेन भक्तिन व्यभिचारिणी अध्यात्म ज्ञान नित्वत्वं तत्त्व ज्ञानार्थ दर्शनम एतत् ज्ञानम इति प्रोक्तम अज्ञानम जगतो विगता। यही होची ज्ञान। अहम निर्विकल्प निराकार रूप विभुव्याप्त सर्वत्र सर्वेन्द्रियाणां सदा मे समत्वं न मुक्तिर्न बन्ध चिदानंद रूप शिवोहम शिवोहम। शेषगति नुहे मोर मृत्यु कंकाଳରେ मरिବାକୁ ଫୁଟି ନାହିଁ ଭବତରୁ ଡାଳରେ ଅଛି ରମ୍ୟ ଉପବନ କହି ଫୁଟି ଚିରଦିନ ତୋଷି ମୋ ପ୍ରାଣ ପ୍ରିୟ ପତିଙ୍କୁ ଉଲ୍ଲାସେ। ये होची जोग, ये जोग साधना। ए पिंड को ब्रह्मांड सहित तुलना करबा, आत्मा को परमात्मा सहित मिलन करदबा, लोक को लोक सहित मिलन करदबा, शिव को पार्वती को सहित आलोक वर्तिका धरिछि जहा कि समग्र ओडिशा को मध्य आलोकित करिछि, भारत को आलोकित करिछि, विश्व को मध्य आलोकित करिछि। ओडिया साहित्य आज भारत सीमा सरहद को अतिक्रांत करिके विश्वर प्रतिटी स्थान रे समुद्र मानकर दृष्टि को आकर्षण करिछि। ओडिया अनेक जे कवि से ज्ञानपीठ पुरस्कार पाई सारे, साहित्य आज केवल गोटे भाषा में दुईटी भाषा में अनेक भाषा 20-25 एवं विदेशी भाषा अनुवाद होकर विभिन्न से हो इंग्राजी हो फ्रेंच हो एवं अन्य समस्त भाषा बहु भाषा अनुदित होकर ओडिया साहित्य आज विश्व प्रतिष्ठित है। एवं तार प्राण केन्द्र तार केन्द्र बिंदु हो गोटे विश्वास है जे पर्यंत से शक्तिर करुणा न होती से पर्यंत साहित्य सृष्टि हो पार ना। तेणु कवि प्रथम तार जो शक्ति को जागरण करने से हृदयंगम करने जे मु निकट में मोर एक दिव्य चेतना मो निकट में अच्छी से शक्ति से चेतना को जागरण करने से हूँ कवित्वर चेतना। नरत्वं दुर्लभम लोके विद्या तत्र सुदुर्लभा, कवित्वं दुर्लभम लोके शक्ति तत्र सुदुर्लभा। गोटे शक्ति मनीष बहुत करणी थिले ता कथनी कहीं काम जदि करिवार थिबो एतु गुटे कथा गपिबार नथिबो। तेणु कथनी नदी करणी सागर बोले कथा होची नई काम होची समुद्र।
କଥନୀ ଲୋକ ସହଯୋଗ ଧର ଯିଏ ଖାଲି କଥାରେ ବଞ୍ଚନ୍ତି ଆମର ଏଭଳିଆ ଅଧ୍ୟାପନା କରିକି ଜମା କରି ଦେଇକି ଆସିଲେ ସେ ତାଙ୍କର କଥା କଥାକେ ବାରବାଟୀ ଚାଷ ଜମା ଲଙ୍ଗଳ ମନ ଦେଖିନଥିବେ କେବେ ବାରବାଟୀ ଚାଷ ଏ କଥା କଥାକେ କରିଦେବେ ସେ ସେଥିପାଇଁ କହିଲେ କଥନୀ ଲୋକ ସହଜ ବ୍ୟବହାର ସହିଗୁ ଏ କଥନୀ ଭଗତା ମାନଙ୍କର କିଛି କାମ ନାହିଁ ବରଣୀ ଲୋକମାନେ ହେଉଛନ୍ତି ଇହକାଳ ସବୁ ପରକାଳକୁ ଜିତିଥିବା ଲୋକ ତେଣୁ ଶାରଦା ଜଣେ କରଣୀ କାର୍ମିକ ମହାପୁରୁଷ ଯେଉଁ କାମ କରିଦେଇ ଯାଇଛନ୍ତି ମହାଭାରତ ତାହା କେବଳ ଓଡ଼ିଆ ଜାତି ପାଇଁ ଓଡ଼ିଆ ଜାତି କାହିଁକି ଭାରତ ବର୍ଷର ଆଞ୍ଚଳିକ ଭାଷାମାନଙ୍କ ମଧ୍ୟରେ ସର୍ବପ୍ରଥମ ଭାରତ ବର୍ଷରେ ଏ ହେଉଛି ପ୍ରଥମ ମହାଭାରତ ଯେହେତୁ ପୂର୍ଣ୍ଣାଙ୍ଗ ରୂପରେ ଜଣେ ଲୋକ ଦ୍ୱାରା ପଞ୍ଚଦଶ ଶତାବ୍ଦୀରେ ସୃଷ୍ଟି ହେଇଥିଲା ଏହା ହେଉଛି ଓଡ଼ିଆ ଯେକୌଣସି କବି ବିଷୟରେ ତାର କାବ୍ୟକୃତି ବିଷୟରେ ଆଲୋଚନା କଲାବେଳେ ଆମକୁ ତା ସମୟକୁ ଯିବାକୁ ପଡ଼ିବ ଦେଖିବାକୁ ପଡ଼ିବ ସେତେବେଳେ ସମୟ ସେତେବେଳେ ସମାଜ ସେ କବିଙ୍କ ଠାରୁ କ'ଣ ଆଶା କରୁଥିଲା ସେ ଆଶା ପୂରଣ କରିବାରେ କବି କେତେ ଦୂର ସଫଳ ହେଇଛନ୍ତି ବଲନ୍ଦାଙ୍କ ସମୟ ହେଉଛି 1484 ସେ ଜନ୍ମ ପୁରୁଷୋତ୍ତମ ଦେବ 1466-1497 ପ୍ରତାପରୁଦ୍ର ଦେବ 1497-1529 ତେଣୁ ମୁଖ୍ୟତଃ ପ୍ରତାପରୁଦ୍ରଙ୍କ ଶାସନ କାଳରେ ବଳରାମ ଦାସଙ୍କ ରଚନା କରାଯାଇଛି ଘୋଷଣା ନିଷ୍କଳଙ୍କ ନେଇଯାଉ ଅନ୍ୟ ସମସ୍ତେ ସେୟା କହେ ବ୍ରହ୍ମା କହିଲେ ଦଶରଥ ଇଏ କହେ ଯେତେବେଳେ ରାଜାମାନେ ପାଖେ ପହଞ୍ଚିଲେ ରାଜାମାନେ ତ ସହଜେ ରାଗିକିରି ଅଛନ୍ତି ସୀତା ସ୍ୱୟଂବରରେ ସୀତାଙ୍କୁ ପାଇଲେ ନାହିଁ ସେମାନେ ଗୋଟେ ବିଭିନ୍ନ ରାଜାମାନଙ୍କର କ୍ଷତ୍ରିୟ ତାଙ୍କ ବିଭିନ୍ନ ପରିସର ଦେବେ ତାଙ୍କ ଅଛି ଆଗକୁ କେମିତି ପନିଷ୍ଠ ତାହେଲେ ଆମେ ଆଗ ଦେଖିବୁ କୋଉଠି ଥିଲେ ସୀତା ରାବଣ ବେଡରୁମ୍ ଥିଲେ ନା ଆଉ କୋଉଠି ଥିଲେ ଗଲେ ଏ ବଳରାମଙ୍କ କଥା ଯୋଉ ଗଲେ ଯାଇକି ଦେଖିଲେ ଅଶୋକ ବନରେ ଏମାନେ ସବୁ ଜଗିଥିଲେ ସବୁ ରାକ୍ଷସୀ ମାନେ ଆଉ ବନ୍ଦ କରି କହିଲେ ନା ତାକୁ ସେ ସ୍ପର୍ଶ କରିନାହାନ୍ତି ଦୂର ହଉ ରାଜାମାନେ କହୁଛନ୍ତି ଆମେ ମାନେ ଶୁଣିଅଛୁ ତୁମ ଜ୍ଞାନ କିଙ୍କ ଗୁଣ ଅଗ୍ନିରେ ପଶିନ ସବୁ କରନ୍ତି ସ୍ନାହାନ ଆଉ ଏବେ ଥରେ ଅଗ୍ନିରେ ପଶନ୍ତୁ ତୁମ୍ଭ ନାରୀ ଆମମାନଙ୍କ ମନରୁ ଶଙ୍କା ଯାଉ ସରି କଣ ଏ ଯୋଉ ସୀତାଙ୍କ ଅଗ୍ନି ପରୀକ୍ଷା କଥାଟା ନା ଆପଣମାନେ ବାବାଟି ଚିନ୍ତା କରନ୍ତୁ ଅନ୍ୟମାନେ पंचसखाଙ୍କ ମଧ୍ୟରୁ ଅତି ବଡ଼ି ଜଗନ୍ନାଥ ଦାସ ଓ ଭାଗବତ ତାକୁ ଟିକେ ପରିବର୍ତ୍ତନ କରି ଅତି ବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଭାଗବତ ଆମେ ସମସ୍ତେ ଯେମିତି କହୁଥିଲେ ବଳରାମ ଦାସ ଏଡ଼େ ବଡ଼ ରାମାୟଣ ଲେଖିଲେ କିନ୍ତୁ ସମସ୍ତେ ପ୍ରାୟତଃ ତାଙ୍କୁ ଲକ୍ଷ୍ମୀ ପୁରାଣ ପାଇଁ ମନେ ରଖିଲେ ଘରେ ଘରେ ଅନ୍ତତଃ ଲକ୍ଷ୍ମୀ ପୁରାଣ ଲୋକ ପଢିଲେ ସାରଳା ଦାସ ଏତେ କଥା ଲେଖିଛନ୍ତି ସାରଳା ଦାସ ବି ରାମାୟଣ ଲେଖିଛନ୍ତି କିନ୍ତୁ କେବଳ ଲୋକମାନେ ତାଙ୍କର ମହାଭାରତକୁ ମନେ ରଖିଲେ ଅଚ୍ୟୁତାନନ୍ଦ ଦାସ ମଧ୍ୟ ଲେଖିଛନ୍ତି କିନ୍ତୁ ତାଙ୍କ ହରିବଂଶକୁ ଆମେ ପ୍ରାୟତଃ ଭୁଲିଗଲେ ଜଗନ୍ନାଥ ଦାସ ମଧ୍ୟ ସେମିତି ଲେଖିଛନ୍ତି କିନ୍ତୁ ଘରେ ଘରେ ସେ କେବଳ ଭାଗବତ ପାଇଁ ପରିଚିତ ସେ ଭାଗବତ ପାଇଁ ପରିଚିତ ଏଇଥିପାଇଁ ହେଲେ କାରଣ ସେ ବୁଝି ପାରିଥିଲେ କି ଏଇ ଭାଗବତ ଦ୍ୱାରା ସେ ଓଡ଼ିଆର ଜନର ମନର କଥାକୁ ତାର ସଂସ୍କୃତିର ତାର ସାହିତ୍ୟକୁ ତାର ସମାଜକୁ ଗୋଟେ ମୂଳ ରୂପ ଦେଇ ଗୋଟେ ସାଂସ୍କୃତିକ ଆଧାରକୁ ନେଇ ସେହି ସମୟର ସାମାଜିକ ଉପସ୍ଥାପନାକୁ ମିଶେଇ ଗୋଟେ ଏଭଳିଆ ଗ୍ରନ୍ଥ ସୃଷ୍ଟି କଲେ ଯାହାକି ଆଜିକୁ 500 ବର୍ଷ ହେଇଗଲେ ମଧ୍ୟ ଏଇଟା କହିବାର ଅତ୍ୟୁକ୍ତି ହେବ ନାହିଁ କି ଓଡ଼ିଆ ଜାତିର ସଂସ୍କୃତି ହେଉଛି ଭାଗବତ ସଂସ୍କୃତି ଓଡ଼ିଆ ଜାତିର ପରମ୍ପରା ହେଉଛି ଭାଗବତ ପରମ୍ପରା ଆଉ ଓଡ଼ିଆ ଜାତିର ଅସ୍ମିତା ହେଉଛି ଭାଗବତ କିନ୍ତୁ ତାକୁ
निज भाषा रे निज शैली रे निज समाज रे चेतना रे उपस्थापन करेबारे भारत वर्ष रे जेते भाषा रे भागवत को अनुवाद करा जायछि सेते जगन्नाथ दासंकर भागवत होछि श्रेष्ठ। कारण आपण देखंतु केते सरल भाव रे से कहले जोते बेले कृष्ण जाउछंती बंदी करू जगैछि कंस निज पिता को केते सरल भाषा रे केते बड़ कथा जगन्नाथ दास कहले। उग्रसेन कहूछि तू जेबे प्रभु भगवान देखाओ तो शंख चक्र चिन्ह। उग्रसेन कहूछि तुमे जदि भगवान ना देखाओ तुमर शंख चक्र चिन्ह। छोटिया कनसेप्ट आमे कहूछु कोन यांक देह नरंक देह नारायण आसिचंती बा नारायण नर देह आसिचंती गोटिए वाक्य तुझे प्रभु भगवान देखाओ तो शंख चक्र चिन्ह एटा किए कहि परिबो जड़े भक्त ही कहि परिबो। तेणु से भक्तर महत्व को प्रतिपादित करिसंती जगन्नाथ दास। आगु को आसीबी दर्शक समाज को मोर नमस्कार ओ मंचसीन मूर्धन्य प्रतिभा मानू मोर भक्तिपूर्ण प्रणाम। मोर आलोचना विषय वस्तु पंचसखा जुगर अन्यतम साधक शिशु अनंत दास। पंचसखांक भितरे बोधे सबुठ कम आलोचना हेइथाए शिशु अनंतଙ୍କ संपर्करे। 16 शतक पंचसखांक भितरे भक्त संत अनंत हेउछंती सेई पंचसखा जुगर एक अम्लान प्रतिभा। तांकर संप्रदाय शिशु संप्रदाय भावे परिचित आ शिशु अनंत थिले एकाधार रे सिद्ध साधक संत जोगी कवि ओ समाजर दिग्दर्शक। जोगशास्त्र रे धुरीण अनंत शिशु रूपरे श्री कृष्णଙ୍କ पाटराणी मां रुक्मिणीଙ୍କର कुलमंडन परिपारिथिले ओ अधिकांश समय रे मां लक्ष्मीଙ୍କର कुल थिला तांकर निर्भय आश्रय स्थळे। ए अपूर्व दृश्यर दिव्यता को उपभोग करी ओ एहार साक्षी रही तांको शिशु भावे संबोधन करथिले भागवतकार जगन्नाथ दास। मदळ पंजीरे एहार सविशेष वर्णना रहिछि। एपरिकि जगन्नाथ दास नारी रूपरे रमणी माननको प्रभावित करुछंती बोली जेतेबेले तांको नामरे गजपतिଙ୍କ निकटरे अभियोग करागला सेतेबेले जगन्नाथ दास हसी हसी उत्तर देथिले मो पुरुष माननको गहनरे पुरुष रूपरे ओ नारी माननको गहनरे नारी रूपरे ही रहिथाए। राजा एहार सत्यता आशा करिबारो जगन्नाथ दास नारी रूपरे प्रतिभात हेले ओ से रूप को अधिक जीवंत करिबाको संत अनंत शिशु रूपरे तांकठारो स्तन्यपान करिथिले। शिशु सुलभ सरलता कोमलता ओ विनय भाव ही हेउछि शिशु अनंतଙ୍କର अन्यतम वैशिष्ट्य। जदि मते आज काव्यधारा से विषय मु टिके कहबी। पंचसखा होचंदी पांच प्राण पांच मन। ता भितरे अच्युतानंदଙ୍କର सबठारु अधिक अजस्र लेखा थिला। जदि जगन्नाथ दास होचंदी कवि बलराम दास थिले तत्वदर्शी कवि किंतु अच्युतानंद थिले जणे ऐतिहासिक बा समाज संस्कार। तांकर समाज संस्कार एते थिला जे से प्रत्येक लोक को समान भाव में विवेचना करुथे। तांको मतरे केही दलित अधम बा नीच नथिले। तेणु से कौन करथिले जेतोले कैवर्त कहला जे मु अति संक्षेप रे तांकर आलोचना कर दोची। कैवर्त माने जेतोले कहले जे आमे सबथुरु नीच जाति सेतोले से कहिथिले तू कैवर्त हेले कोन हला तू नीच नुहे। ब्रह्मा जहार पाद धोई पारु नथिले तू माने तू जो तांकर पाद धोइबा को सक्षम आइछु। तेणु तू नीच को बाटे हेलु तू तो सबठारु उज्जय। सेति पय कैवर्त मानक से गुरुत्व दे लिखि देले कैवर्त गीता जोथरे से लिखिचंदी
ଯେ ସେ ଅକ୍ଷର ଗୋଟି କାହିଁ ମିଶଇ ଯେ ନାହିଁ ସବୁରି ଶରୀରେ ଥାଇ ନାମ ଯେ ଭଣାଇ। ସେମିତି ଗୋପାଳ କହିଲା ମୁଁ ବି ନିଚ ଖାଲି ଗାଈ ଚରଉଛି, ମୋର ଆଉ କିଛି କାର୍ଯ୍ୟ ନାହିଁ। କହିଲେ ଗୋପାଳ ହେଲେ କଣ ହେଲା, ତୁ ହଉଛୁ ଏମିତି ଗୋଟେ ଉଚ୍ଚ ବଂଶ ଯୋଉଥିରେ ସ୍ୱୟଂ ଭଗବାନ ଜନ୍ମ ଗ୍ରହଣ କରିଛନ୍ତି, ତୁ ଖାଲି ଗୋ ପାଳନ କରୁନୁ, ତୁ ଯୋଉଠି ତ ସ୍ୱୟଂ ଶ୍ରୀକୃଷ୍ଣ ତୋ ପାଖରେ ବଢିଛନ୍ତି ସେଠି ତୁ କେମିତି ହବୁ। ସେଥିପାଇଁ ଗୋପାଳ ମାନଙ୍କୁ ଗୁରୁତ୍ୱ ଦେଇ ସେ ଲେଖିଦେଲେ କଣ ନା ଓଗାଳ। ତେଣୁ ସେଇଥିରେ କବିଙ୍କର ଦାର୍ଶନିକ ଭାବ ସୁସ୍ପଷ୍ଟ। ଏକାଦଶ ଇନ୍ଦ୍ରିୟାଦି ସତତ ଐରି ଯେ ଯେଉଁ ଭାବରେ ରହି ଅଛନ୍ତି ଯେ ପୁରୀ, ଏକ ସ୍ଥାନରୁ ସମ୍ଭବ ଅନେକ ଯେ ନାମ, ତାହା କହିବାକୁ ତାର ଅଟଇ ଯେ କ୍ଷମ। ଠିକ ସେଇଭଳି ଆଉ ଅଛନ୍ତି କି ନା ଗୁଡିଆ, ଯାହାକୁ ଆମେ ପ୍ରତିଦିନ ବରା ପିଆଜି ଖାଉଛେ, ଗୁଡିଆ ମାନେ ଛାଣୁଛନ୍ତି ବରା ପିଆଜି। ସେ କହିଲେ ମୁଁ ତ କିଛି ନାହିଁ, ମୁଁ ଆହୁରି ନିଚ। କଣ ନା ମୁଁ ଖାଲି ତେଲରେ ଛାଣୁଛି, ବିକୁଛି, ମୋ ସଂସାର ପାଳୁଛି। ସେ କହିଲେ ଜମା ନୁହେଁ, ତୁ ଜମା ଦଳିତ ନୁହେଁ, ନିଜ ନୁହେଁ, ତୋର ଗୁଡିଆ ମାନଙ୍କର ସେମିତି ସ୍ୱାତନ୍ତ୍ରକୁ ବଜାୟ ଦେଇ ସେ ଲେଖିଦେଲେ କଣ ନା ଗୁଡିଆ ଗାରେଡ। କମାର ପଢି ଅଭିଯୋଗ କଲେ ଯେ ଆମେ ହଉଛୁ ଆହୁରି ନିଚ ଦଳିତ। ସେ କହିଲେ ଜମା ନୁହେଁ, ସାରା ବିଶ୍ୱକୁ ଯିଏ ତିଆରି କରୁଛି, ଯିଏ ତାର ବଢି ଦ୍ୱାରା ଗଢି ପାରିଛି, ସିଏ କେବେ କଣ ନିଚ ହେଇପାରେ। ତମେ ବିଶ୍ୱକର୍ମା ପୁଅ ବଢେଇ ସାରା ଦୁନିଆକୁ ଦେଲ ବଢେଇ। ବିଶ୍ୱକର୍ମା ଗୀତରେ ସେ ବଢେଇ ମାନଙ୍କୁ ଗୁରୁତ୍ୱ ଦେଇକି ଲେଖିଦେଲେ ବିଶ୍ୱକର୍ମା ଗୀତ। ଦୁନିଆର ଯେତେ ଜାତି ସମସ୍ତଙ୍କୁ ସେ ଏକତ୍ରିତ କରିଛନ୍ତି ଅଚ୍ୟୁତାନନ୍ଦ। ସମସ୍ତେ ତାଙ୍କ ମତରେ କେହି ଛୋଟ ନୁହନ୍ତି, ସମସ୍ତେ ସମାନ। ଅଚ୍ୟୁତାନନ୍ଦ ସଂସାର ବିରାଗୀ ଥିଲେ, ମାତ୍ର 11 ବର୍ଷ ବୟସରେ ସେ ସନ୍ନ୍ୟାସୀ ହେଇଥିଲେ, ବିଭୁ ପ୍ରେମୀ ଥିଲେ। ଅଚ୍ୟୁତଙ୍କର ଲେଖା ହଉଛି ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱକୁ ନେଇ ରଚିତ। ତେଣୁ ଶରୀରକୁ ସେ ବାଲି ରେଣୁ ସହିତ ତୁଳନା କରି କହିଛନ୍ତି ବାଲି ରେଣୁ ମହାବନ୍ଧ ସୁଜନଏ, ବାଲି ରେଣୁ ମହାବନ୍ଧ ଦୋମୁହା ସର୍ପକୁ ଭୟ ନ କରିଣ, ବେଙ୍ଗ ବଢେ ଗଜ ସ୍କନ୍ଦ। ଭାବରେ ଭଣିଲେ ଶ୍ରୀ ଅଚ୍ୟୁତ ଦାସ, ଦୟା କଲେ ଆଦି କନ୍ଦ ବାଲି ରେଣୁ ମହାବନ୍ଧ। ପୁଣି ସେପରି ପଞ୍ଚସଖା ହଉଛନ୍ତି, ମୁଁ କହିଛି ପାଞ୍ଚ ମନ ପଞ୍ଚ ପ୍ରାଣର ସଂକେତ। ପାଞ୍ଚ ପ୍ରାଣ ପଞ୍ଚସଖାଙ୍କର 5ଟି ଲକ୍ଷ୍ୟକୁ ନେଇକି ଏ ସଂସାରକୁ ଆସିଛନ୍ତି। ଯୋଉଠି କଣ ଲେଖା ହେଇଛି, ଅଗମ୍ୟ ଭାବ ଜାଣେ ଯଶବନ୍ତ, କାରକଟା ଯନ୍ତ୍ର ଜାଣେ ଅନନ୍ତ, আগত নাগত অচ্যুত ভণে, বলরাম দাস তত্ত্ব বখাণে, ভক্তির ভাব জানে জগন্নাথ, এ পঞ্চা সখা ওড়িশা মহন্ত। তেণু অচ্যুতানন্দ ଥିଲେ ভবিষ্যৎ দ্রষ্টা, ସେ ଭବିଷ୍ୟତ ଦେଖିପାରୁଥିଲେ। 1999 ମହାବାତ୍ୟା ଯେତେବେଳେ ସାରା ବିଶ୍ୱକୁ ବିଚଳିତ କରିଥିଲା, ତାର ବହୁ ଆଗରୁ ଅଚ୍ୟୁତାନନ୍ଦ ଦାସ ତିଥି ବାର ନକ୍ଷତ୍ର ଦେଇକି ମହାବାତ୍ୟା କଥା କହିଦେଇଥିଲେ। କେମିତି କହିଥିଲେ, 3 ନବ ଅଙ୍କ ସମୀର ସଂଯୋଗ ବୃହସ୍ପତି ସନ୍ଧ୍ୟା କାଳେ। 3 ନବ ଅଙ୍କ ମାନେ 3ଟା 9, 1999। ବୃହସ୍ପତି ସନ୍ଧ୍ୟା କାଳେ ମାନେ ଗୁରୁବାର ସନ୍ଧ୍ୟା ସମୟରେ ଶ୍ରୀ ଶୁକ୍ରବାସରେ ପ୍ରଳୟ ହୋଇବ, ଏକଥା ନହିବ ହେଳେ। ଅର୍ଥାତ୍ 3ଟା 9 ଥିବ 1999, ଗୁରୁବାର ସନ୍ଧ୍ୟା ସମୟରେ ପ୍ରଳୟ ଆସିବ, କିନ୍ତୁ ପୁଣି ଚାଲିଯିବ। ପୁଣି ଅନ୍ୟତ୍ର ସେ କହିଛନ୍ତି ଯେ ଯେମିତି ସେ କହିଥିଲେ ମହାବାତ୍ୟା କଥା, ତେଣୁ ଲୋକ କହିଲେ କରୋନା କଥା କଣ ସେ କିଛି କହିନାହାନ୍ତି। କରୋନା କଥା ମଧ୍ୟ ସେ ଭବିଷ୍ୟତ ଦୃଷ୍ଟି ହେଇକି କହିଛନ୍ତି। କଣ କହିଛନ୍ତି ନା ବିଂଶୁ ଗୁଣା 1, ଅର୍ଥାତ୍ ବିଂଶ ହେଲା 20, 20 ରୁ 1 ପଡ଼ିଲେ ହେଲା 19। ଦ୍ୱିକୋଡ଼ିକୁ ଦେଖ, ଅର୍ଥାତ୍ 20 ହେଲା 20 ହେଲା 20, ଦ୍ୱିକୋଡ଼ି ହେଲା 40, ହେଲେ 1940। ବ୍ରହ୍ମ ସଂଖ୍ୟା ମିଶୁ 1, 1 ବ୍ରହ୍ମ 1940 ପ୍ଲସ୍ 1 ହେଲା 1941। ଏବେ ଜାଣିବୁ ଅକାଳ ମଡ଼କ ଆସିକି ରହିବ ନାହିଁ। ଅର୍ଥାତ୍ 1941 ସାଲ ହେଲେ ବି ଆମେ ତାକୁ ଗଣିବା 2020 ଆଉ 21, ସେଇ ସମୟରେ ଆମର କରୋନା ଆସିଥିଲା। ଯୋଉଭଳି ଭାବେ ମଡ଼କ ପଡ଼ିଥିଲା ଆପଣମାନେ ସମସ୍ତେ ଜାଣିବେ। ତେଣୁ ଏଭଳି ସ୍ରଷ୍ଟା ଆଉ ଏ ସ୍ରଷ୍ଟାଙ୍କର ସୃଷ୍ଟି କଳିଙ୍ଗ ଭାରତୀୟ ଉତ୍କଳ ଛାତ୍ର ସାହିତ୍ୟ ସମାଜର ତ୍ରିଦିବସୀୟ ସାରସ୍ୱତ ମହୋତ୍ସବ ଓ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କର 125ତମ ଜନ୍ମ ଜୟନ୍ତୀ ଅବସରରେ ସମସ୍ତଙ୍କୁ ମୁଁ ସାଧୁବାଦ କୃତଜ୍ଞତା ଜଣାଉଛି, ପ୍ରଣାମ ଜଣାଉଛି। ମୁଁ ଜାଣିଛି ଯେ ସମୟ ଅତିକ୍ରାନ୍ତ ଏବଂ ଶ୍ରୋତା ମଧ୍ୟ ନାହାନ୍ତି, ଆଉ ଭାଷଣ ଦେବାର ପ୍ରୟୋଜନ ନାହିଁ। ସ୍ୱଳ୍ପରେ ଏକଦମ 5-10 ମିନିଟ୍ ଭିତରେ ମୁଁ ସାରିବି ଯେ ଅଚ୍ୟୁତାନନ୍ଦଙ୍କର ଯେଉଁ ଦେଇଛନ୍ତି ମୋତେ ଆଜି କାବ୍ୟଧାରା, ସେଇ ବିଷୟରେ ମୁଁ ଟିକେ କହିବି। ପଞ୍ଚସଖା ହେଉଛନ୍ତି 5 ପ୍ରାଣ 5 ମନ।
ତା ଭିତରେ ଅଚ୍ୟୁତାନନ୍ଦଙ୍କର ସବୁଠାରୁ ଅଧିକ ଅଜସ୍ର ଲେଖା ଥିଲା। ଯଦି ଜଗନ୍ନାଥ ଦାସ ହେଉଛନ୍ତି କବି, ବଳରାମ ଦାସ ଥିଲେ ତତ୍ତ୍ୱଦର୍ଶୀ କବି, କିନ୍ତୁ ଅଚ୍ୟୁତାନନ୍ଦ ଥିଲେ ଜଣେ ଐତିହାସିକ ବା ସମାଜ ସଂସ୍କାର। ତାଙ୍କର ସମାଜ ସଂସ୍କାର ଏତେ ଥିଲା ଯେ ସେ ପ୍ରତ୍ୟେକ ଲୋକଙ୍କୁ ସମାନ ଭାବରେ ବିବେଚନା କରୁଥିଲେ। ତାଙ୍କ ମତରେ କେହି ଦଳିତ, ଅଧମ ବା ନୀଚ ନଥିଲେ। ତେଣୁ ସେ କ'ଣ କରୁଥିଲେ, ଯେତେବେଳେ କୈବର୍ତ୍ତ କହିଲା ଯେ ମୁଁ ଅତି ସଂକ୍ଷେପରେ ତାଙ୍କର ଆଲୋଚନାଟି କରିଦେଉଛି। କୈବର୍ତ୍ତ ମାନେ ଯେତେବେଳେ କହିଲେ ଯେ ଆମେ ସବୁଠାରୁ ନୀଚ ଜାତି, ସେତେବେଳେ ସେ କହିଥିଲେ ତୁ କୈବର୍ତ୍ତ ହେଲେ କ'ଣ ହେଲା, ତୁ ନୀଚ ନୁହେଁ। ବ୍ରହ୍ମା ଯାହାର ପାଦ ଧୋଇ ପାରୁନଥିଲେ, ତୁ ହଉଛୁ ତାଙ୍କର ପାଦ ଧୋଇବାକୁ ସକ୍ଷମ ହେଇଛୁ, ତେଣୁ ତୁ ନୀଚ କୋଉ ବାଟେ ହେଲୁ, ତୁ ତ ସବୁଠାରୁ ଉଚ୍ଚରେ। ସେଥିପାଇଁ କୈବର୍ତ୍ତ ମାନଙ୍କୁ ସେ ଗୁରୁତ୍ୱ ଦେଇ ଲେଖିଦେଲେ କୈବର୍ତ୍ତ ଗୀତା, ଯୋଉଥିରେ ସେ ଲେଖିଛନ୍ତି ଯେ ସେ ଅକ୍ଷର ଗୋଟି କାହିଁ ମିଶଇ ଯେ ନାହିଁ, ସବୁରି ଶରୀରେ ଥାଇ ନାମ ଯେ ଭଣାଇ। ସେମିତି ଗୋପାଳ କହିଲା ମୁଁ ବି ନୀଚ, ଖାଲି ଗାଈ ଚରଉଛି, ମୋର ଆଉ କିଛି କାର୍ଯ୍ୟ ନାହିଁ। କହିଲେ ଗୋପାଳ ହେଲେ କ'ଣ ହେଲା, ତୁ ହଉଛୁ ଏମିତି ଗୋଟେ ଉଚ୍ଚ ବଂଶ ଯୋଉଥିରେ ସ୍ୱୟଂ ଭଗବାନ ଜନ୍ମ ଗ୍ରହଣ କରିଛନ୍ତି। ତୁ ଖାଲି ଗୋ ପାଳନ କରୁନୁ, ତୁ ଯୋଉଠି ତ ସ୍ୱୟଂ ଶ୍ରୀକୃଷ୍ଣ ତୋ ପାଖରେ ବଢିଛନ୍ତି, ସେଠି ତୁ କେମିତି ହବୁ। ସେଥିପାଇଁ ଗୋପାଳ ମାନଙ୍କୁ ଗୁରୁତ୍ୱ ଦେଇ ସେ ଲେଖିଦେଲେ କ'ଣ ନା ଓଗାଳ। ତେଣୁ ସେଇଥିରେ କବିଙ୍କର ଦାର୍ଶନିକ ଭାବ ସୁସ୍ପଷ୍ଟ। ଏକାଦଶ ଇନ୍ଦ୍ରିୟାଦି ସତତ ଐରି, ଯେ ଯେଉଁ ଭାବରେ ରହି ଅଛନ୍ତି ଯେ ପୁରୀ, ଏକ ସ୍ଥାନରୁ ସମ୍ଭବ ଅନେକ ଯେ ନାମ, ତାହା କହିବାକୁ ତାର ଅଟଇ ଯେ କ୍ଷମ। ଠିକ ସେଇଭଳି ଆଉ ଅଛନ୍ତି କି ନା ଗୁଡିଆ, ଯାହାକୁ ଆମେ ପ୍ରତିଦିନ ବରା ପିଆଜି ଖାଉଛେ, ଗୁଡିଆ ମାନେ ଛାଣୁଛନ୍ତି ବରା ପିଆଜି। ସେ କହିଲେ ମୁଁ ତ କିଛି ନାହିଁ, ମୁଁ ଆହୁରି ନୀଚ। କ'ଣ ନା ମୁଁ ଖାଲି ତେଲରେ ଛାଣୁଛି, ବିକୁଛି, ମୋ ସଂସାର ପାଳୁଛି। ସେ କହିଲେ ଜମା ନୁହେଁ, ତୁ ଜମା ଦଳିତ ନୁହେଁ, ନୀଚ ନୁହେଁ। ତୋର ଗୁଡିଆ ମାନଙ୍କର ସେମିତି ସ୍ୱାତନ୍ତ୍ର୍ୟକୁ ବଜାୟ ଦେଇ ସେ ଲେଖିଦେଲେ କ'ଣ ନା ଗୁଡିଆ ଗାଏ। କମାର ପଢେଇ ଅଭିଯୋଗ କଲେ ଯେ ଆମେ ହଉଛୁ ଆହୁରି ନୀଚ, ଦଳିତ। ସେ କହିଲେ ଜମା ନୁହେଁ, ସାରା ବିଶ୍ୱକୁ ଯିଏ ତିଆରି କରୁଛି, ଯିଏ ତାର ବଢି ଦ୍ୱାରା ଗଢି ପାରିଛି, ସିଏ କେବେ କ'ଣ ନୀଚ ହେଇପାରେ। ତମେ ବିଶ୍ୱକର୍ମା ପୁଅ ବଢେଇ, ସାରା ଦୁନିଆକୁ ଦେଲ ଗଢେଇ। ବିଶ୍ୱକର୍ମା ଗୀତରେ ସେ ବଢେଇ ମାନଙ୍କୁ ଗୁରୁତ୍ୱ ଦେଇକି ଲେଖିଦେଲେ ବିଶ୍ୱକର୍ମା ଗୀତା। ଦୁନିଆର ଯେତେ ଜାତି ସମସ୍ତଙ୍କୁ ସେ ଏକତ୍ରିତ କରିଛନ୍ତି ଅଚ୍ୟୁତାନନ୍ଦ। ସମସ୍ତେ ତାଙ୍କ ମତରେ କେହି ଛୋଟ ନୁହନ୍ତି, ସମସ୍ତେ ସମାନ। ଅଚ୍ୟୁତାନନ୍ଦ ସଂସାର ବିରାଗୀ ଥିଲେ, ମାତ୍ର 11 ବର୍ଷ ବୟସରେ ସେ ସନ୍ନ୍ୟାସୀ ହେଇଥିଲେ, ବିଭୁ ପ୍ରେମୀ ଥିଲେ। ଅଚ୍ୟୁତଙ୍କର ଲେଖା ହଉଛି ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱକୁ ନେଇ ରଚିତ। ତେଣୁ ଶରୀରକୁ ସେ ବାଲି ରେଣୁ ସହିତ ତୁଳନା କରି କହିଛନ୍ତି ବାଲି ରେଣୁ ମହାବନ୍ଧ ସୁଜନଏ, ବାଲି ରେଣୁ ମହାବନ୍ଧ, ଦୋମୁହା ସର୍ପକୁ ଭୟ ନ କରିଣ, ବେଙ୍ଗ ବଢେ ଗଜ ସ୍କନ୍ଦ। ଭାବରେ ଭଣିଲେ ଶ୍ରୀ ଅଚ୍ୟୁତ ଦାସ, ଦୟା କଲେ ଆଦି କନ୍ତ ବାଲି ରେଣୁ ମହାବନ୍ଧ। ପୁଣି ସେପରି ପଞ୍ଚସଖା ହଉଛନ୍ତି, ମୁଁ କହିଛି ପାଞ୍ଚ ମନ। ତେଣୁ ଅଚ୍ୟୁତାନନ୍ଦ ଥିଲେ ଭବିଷ୍ୟତ ଦ୍ରଷ୍ଟା, ସେ ଭବିଷ୍ୟତ ଦେଖିପାରୁଥିଲେ। 1999 ମହାବାତ୍ୟା ଯେତେବେଳେ ସାରା ବିଶ୍ୱକୁ ବିଚଳିତ କରିଥିଲା, ତାର ବହୁ ଆଗରୁ ଅଚ୍ୟୁତାନନ୍ଦ ଦାସ ତିଥି ବାର ନକ୍ଷତ୍ର ଦେଇକି ମହାବାତ୍ୟା କଥା କହିଦେଇଥିଲେ। କେମିତି କହିଥିଲେ, 3 ନବ ଅଙ୍କ ସମୀର ସଂଯୋଗ, ବୃହସ୍ପତି ସନ୍ଧ୍ୟା କାଳେ। 3 ନବ ଅଙ୍କ ମାନେ 3ଟା 9, 1999। ବୃହସ୍ପତି ସନ୍ଧ୍ୟା କାଳେ ମାନେ ଗୁରୁବାର ସନ୍ଧ୍ୟା ସମୟରେ, ଶ୍ରୀ ଶୁକ୍ରବାସରେ ପ୍ରଳୟ ହୋଇବ, ଏକଥା ନହିବ ହେଳେ। ଅର୍ଥାତ୍ 3ଟା 9 ଥିବ 1999, ଗୁରୁବାର ସନ୍ଧ୍ୟା ସମୟରେ ପ୍ରଳୟ ଆସିବ, କିନ୍ତୁ ପୁଣି ଚାଲିଯିବ। ପୁଣି ଅନ୍ୟତ୍ର ସେ କହିଛନ୍ତି ଯେ ଯେମିତି ସେ କହିଥିଲେ ମହାବାତ୍ୟା କଥା, ତେଣୁ ଲୋକ କହିଲେ କରୋନା କଥା କ'ଣ ସେ କିଛି କହିନାହାନ୍ତି। କରୋନା କଥା ମଧ୍ୟ ସେ ଭବିଷ୍ୟତ ଦୃଷ୍ଟି ହେଇକି କହିଛନ୍ତି। କ'ଣ କହିଛନ୍ତି ନା ବିଂଶୁ ଗୁଣା 1, ଅର୍ଥାତ୍ ବିଂଶ ହେଲା 20, 20ରୁ 1 ପଡ଼ିଲେ ହେଲା 19। ଦ୍ୱିକୋଡ଼ିକୁ ଦେଖ, ଅର୍ଥାତ୍ 20 ହେଲା 20 ହେଲା 20, ଦ୍ୱିକୋଡ଼ି ହେଲା 40, ହେଲେ 1940। ବ୍ରହ୍ମ ସଂଖ୍ୟା ମିଶୁ 1, 1 ବ୍ରହ୍ମ, 1940 ପ୍ଲସ୍ 1 ହେଲା 1941। ଏବେ ଜାଣିବୁ ଅକାଳ ମରକ ଆସିକି ରହିବ ନାହିଁ। ଅର୍ଥାତ୍ 1941 ସାଲ ହେଲେ ବି ଆମେ ତାକୁ ଗଣିବା 2020 ଆଉ 21, ସେଇ ସମୟରେ ଆମର କରୋନା ଆସିଥିଲା। ଯୋଉଭଳି ଭାବେ ମଳକ ପଡିଥିଲା ଆପଣମାନେ ସମସ୍ତେ ଜାଣିବେ। ତେଣୁ ଏଭଳି ସ୍ରଷ୍ଟା ଆଉ ଏ ସ୍ରଷ୍ଟାଙ୍କର ସୃଷ୍ଟି ପଞ୍ଚସଖା ମଧ୍ୟରେ
ମହାପୁରୁଷ ଦଶମନ ଦାସ ଏକ ଉଜ୍ଜଳ ପ୍ରତ୍ୟାଦିତ ନକ୍ଷତ୍ର। ବଡ଼ମରେ ତାଙ୍କର ଆବିର୍ଭାବ ଆପଣ ଜାଣିଛନ୍ତି। 1487 ରୁ 1570 84 ବର୍ଷ ଜୀବନକାଳ। ତା ମଧ୍ୟରେ ତାଙ୍କର ସାଧାରଣତଃ ଜୀବନ ହିସାବରେ ଯେଉଁ ସ୍ୱର ସାଧନା ତାଙ୍କୁ କୁହାଯାଏ, ଯେଉଁଭଳି କୁହାଯାଇଛି ଯେ 12 ପ୍ରକାର ଯନ୍ତ୍ର ଜାଣେ ଅନନ୍ତ, ସ୍ୱର ସାଧନା ଆଗମ ତତ୍ତ୍ୱ କହେ ଜଗନ୍ନାଥ ଯତବନ୍ତ। ଏମାନେ ସମସ୍ତେ ଗୋଟିଏ ଧାରାର ଉପାସକ ହେଲେ ମଧ୍ୟ ପରସ୍ପର ସାଧନା କ୍ଷେତ୍ରରେ କିଛି ସ୍ୱତନ୍ତ୍ର। ସେପରି ସିଦ୍ଧାନ୍ତ ଦୃଷ୍ଟିରୁ ହେଉଛନ୍ତି ଭାବ ସିଦ୍ଧାନ୍ତ ଅଧିକାରୀ ଯଶୋବନ୍ତ। ତାଙ୍କର ଅନେକାଙ୍କ କୃତି ଅଛି ଯେ ଶିବ ସ୍ୱରବୟ, ଯେଉଁଠିକି ସେ ପୁନର୍ନି ଜାଗ୍ରତ କରିକିରି ଯୋଗତତ୍ତ୍ୱକୁ ଆଧାର କରିକିରି ଯେ ମଣିଷରେ ଆଜ୍ଞା ଚକ୍ରରେ ପହଞ୍ଚେ ସେଠି ଜ୍ୟୋତି ଦର୍ଶନ କରେ ବୋଲି ପ୍ରମାଣ କରିଛନ୍ତି। ଏବଂ ପିଲାଟିଏ ମା ଗର୍ଭରେ ଜନ୍ମ ହେଉଛି, ସେ କରୁଛି ଧ୍ୟାନ କରୁଛି ଏବଂ ଜନ୍ମ ନେଲେ କୁଆ କୁଆ କୋ ଅହଂ ବୋଲି କହୁଛି। ଯେତେବେଳେ ସଂସାରକୁ ଆଦ୍ୟ ବଡ଼ ହେଉଛି ତାପରେ ଆସ୍ତେ ଆସ୍ତେ ମାୟା ପ୍ରଲୋଭନର ଆସକ୍ତି ହେଇଯାଉଛି। ଏଇଭଳି ବହୁତ କଥା ପରେ ମୁଁ ସଂକ୍ଷେପରେ ତାଙ୍କର ଅତି ପ୍ରସିଦ୍ଧ ଲୋକପ୍ରିୟ ଗୋବିନ୍ଦ ଚନ୍ଦ୍ର ତାର ଉପରେ ଟିକେ କହିକି ମୋ ବାଣୀକି ବିଷୟ ଦେବି। ଆପଣ ଜାଣିଛନ୍ତି ସମଗ୍ର ଭାରତୀୟ ସାହିତ୍ୟ ଯାହା ପ୍ରଭାବିତ କଲା ସମୟରେ ଯେଉଁ ଗୋବିନ୍ଦ ଚନ୍ଦ୍ର ଯାହା ଯଶୋବନ୍ତ ଦାସ ଲେଖିଲେ ତାକୁ ଦୈବଜ୍ଞ ବିପ୍ର ବୋଲି ଜଣେ ସେ ବଙ୍ଗଳା ଭାଷାରେ କଲେ ଗୋବିନ୍ଦ ଚନ୍ଦ୍ର ଗାଥା, ଇଂରାଜୀର ଗ୍ରିୟର୍ସନ ପଣ୍ଡିତ ଏବଂ ଅନ୍ୟମାନେ ସେ ମଧ୍ୟ ସଙ୍ଗ ଗୋବିନ୍ଦ ଚନ୍ଦ୍ର ସେ କଲେ ଏବଂ ମୈତ୍ରୀ ଠାରୁ ଆରମ୍ଭ କରି ମରହଟ୍ଟା ପର୍ଯ୍ୟନ୍ତ ବହୁ ବହୁ ଭାଷାରେ ବହୁ କବି ଆସିଲେ ଇଏ ଗୋବିନ୍ଦ ଚନ୍ଦ୍ରକୁ ଅନୁସରଣ କରିକିରି ନିଜ ନିଜ ଅଞ୍ଚଳରେ ପ୍ରସିଦ୍ଧ କାବ୍ୟ କରିଗଲେ। ତେବେ କଥା ହେଉଛି ଯୋଗ ପରମ୍ପରା, ଯୋଗ ପୀଡ଼ିତ ମାର୍ଗ, ଯୋଗୀ ଗୋରଖନାଥ, ମତ୍ସ୍ୟନାଥ, ଜଳେନ୍ଦ୍ରନାଥ, ମୀନନାଥ ଏମାନଙ୍କର ପୂର୍ବରୁ ଏକାଦଶ ଶତାବ୍ଦୀରେ ଆବିର୍ଭାବ ଘଟିଛି। ତାର ପ୍ରଭାବ ସମଗ୍ର ସଂସ୍କୃତ ସାହିତ୍ୟ ଉପରେ ପଡ଼ିଛି। ତେଣୁ ମା ପୁଅକୁ କହୁଛି 20 ବର୍ଷର ପୁଅ, ମା କହୁଛି ଯୋଗୀ ଏଇଟା। ଏମାନେ ବର୍ତ୍ତମାନ ଭାବିବୁ କେବେ ମା ପୁଅ କାହିଁ ବୋଲି କହିବ, ସେ କହୁଛେ ତୋର ନିଶ୍ଚୟ ମୃତ୍ୟୁ ହବ, ତୁ ରାମ ନାମ ଜପ ନ କଲେ ତୁ ମରିବୁ। ଏ କଥା କୋଉ ମା ପୁଅ କାହିଁ କହିବୁ। କିନ୍ତୁ ପରିସ୍ଥିତି ଯାହା ସେତେବେଳର ସମାଜ, ସେତେବେଳର ଯେଉଁ ସମୟ ଏବଂ ମୁକ୍ତା ଦେଇ ଯେ ମା ସେ ଦେଖୁଛନ୍ତି ଜ୍ୟୋତିଷ କହିଛନ୍ତି 21 ବର୍ଷରେ ପୁଅ ମରିବ, 19 ରାଣୀ କରିଦେଇଛନ୍ତି ବିବାହ ହବ। ଦେଖିଲେ ପୁଅକୁ ଯଦି ମୁଁ ବୈରାଗ୍ୟ ବ୍ରତ ନ ଦେବି ବା ବୈରାଗ୍ୟ କଥା ବାରମ୍ବାର ନ କହିବି ବା ଗୁରୁ ସେବାରେ ଗୁରୁଙ୍କ ପାଦରେ ତାକୁ ଅନୁରକ୍ତ ନ କରିବି ତାହେଲେ ସେ କେବେ ବଦଳିବ ନାହିଁ। ତେଣୁ ପୂର୍ବ ଯଦି ପୁଣି ହାରିପା। ଏଠି ଜାତିଭେଦ, ଚଣ୍ଡାଳ ବ୍ରାହ୍ମଣର କୌଣସି ତଫାତ ନାହିଁ। ପଞ୍ଚସଖା ସାହିତ୍ୟରେ ସମସ୍ତେ ସମାନ। ଜଣେ ମେହେନ୍ତର କାମ କରୁଛନ୍ତି, ସେ ଦେଖୁଛନ୍ତି ମୁକ୍ତା ଦେଇ ବାତାୟନ ବାଟେ ପୁଅ ଜିଦ୍ କରୁଛି ଆମ୍ବ ଗଛକୁ ମନ୍ତ୍ର ଦ୍ୱାରା ନଇଁ ଦେଇଛନ୍ତି ଏବଂ ଆମ୍ବ କରିଦେଇଛନ୍ତି। ସେ ଦେଖିଲେ ଗୋଟେ ସିଦ୍ଧ ଯୋଗୀ, ତେଣୁ ଆଙ୍କୁ ରୂପ ତେଣୁ ପୁଅ କହିଛନ୍ତି ପୁଅରେ ଏ ସଂସାର ହେଉଛି ମାୟାମୟ, ନଶ୍ୱର, ଖେଳଭଙ୍ଗର, ଯେଉଁ କାମିନୀ କାଞ୍ଚନ ଆସକ୍ତି ଶୀଘ୍ର ପରିହାର କରି ଗୁରୁ ପଦରେ ଏବେଠୁ ଅନୁରକ୍ତ ହବ, ଭଗବାନଙ୍କ ପଦରେ ତୁମି ଯାଅ। ପକାଇ ଆସିବେ ମଶାଣି ଭୂଇଁରେ ଦୁଆରେ ଦେବେ ଗୋବର, ମଲା ମଲା ବୋଲି ଦିଘଡ଼ି କାନ୍ଦିବେ, କେହି ନ ଯିବ ସଙ୍ଗରରେ କୁମର, କେହି ନ ଯିବ ସଙ୍ଗର। ଆସିବା ବେଳରେ ଏକାରେ କୁମର, ଗଲା ବେଳେ ଯିବୁ ଏକା, ଗଲେ ତ ସଙ୍ଗରେ କେହି ସେ ନ ଯିବେ, ଧର୍ମ ଥିଲେ ହେବ ସଖାରେ କୁମର, ଧର୍ମ ଥିଲେ ହେବ ସଖା। ଏଇ ସାରା କଥା କହୁଛି ତ ସମୁଦ୍ର, ଧର୍ମ ଥିଲେ ହେବ ସଖା। ଧର୍ମ ଏକା ସିନା ମହତ ପଣିଆ, ତେଣୁ ମଣିଷର ଏକମାତ୍ର ଅବଲମ୍ବନ ହେଉଛି ଧର୍ମ ଏବଂ ଗୁରୁ ପଦରେ ଆଶ୍ରିତ ହୋଇ ଭଗବାନଙ୍କ ସହିତ ମିଶିବା ବା ଯୋଗ ଶରୀରରେ ନିଜର ପୁନର୍ନି ଜାଗ୍ରତ କରିକିରି ଯାହା ଭଗବାନ ଚନ୍ଦ୍ରାଚାର୍ଯ୍ୟ କହିଦେଲେ ଏବଂ ଅନ୍ୟାନ୍ୟ ଯୋଗୀମାନେ ଏତେ ପଣ୍ଡିତ ମାନେ, ଏତେ ବିଜ୍ଞ ବ୍ୟକ୍ତି ମାନେ ତାଙ୍କର ଜ୍ଞାନ ଗାରିବାର ଯୋଉ ଅପୂର୍ବ ଗାଥା ଗାଉଛନ୍ତି, ଯୋଉ କବିମାନଙ୍କ କଥା ଆମେ ଭୁଲି ଯାଉଛୁ। ଆଜି ଯୋଉମାନେ ଏବେ ପଢୁଛନ୍ତି ଏଠି ନାହାନ୍ତି, ମାଥା କହିବେ ପିଲାମାନେ ଅଛନ୍ତି, ସେମାନେ କହିବେ ଯେ ସେମାନେ ଅଚ୍ୟୁତାନନ୍ଦ କିଏ, ଶିଶୁ ଅନନ୍ତ କିଏ, ସେ ଶିଶୁ କାହିଁ କହନ୍ତି, ଅନନ୍ତରୁ ତାକୁ ଶିଶୁ କାହିଁ କହନ୍ତି। ଏଣୁ ଏ ସମସ୍ତ ବାର୍ତ୍ତା ଜାଣିବା ପାଇଁ ଅନ୍ତତଃ ଜଣେ ଓଡ଼ିଆ, ପ୍ରତ୍ୟେକ ଓଡ଼ିଆ
ଏଇଟା ଏକ କର୍ତ୍ତବ୍ୟ। ଆମେ କେବଳ କର୍ତ୍ତବ୍ୟ ପାଳନ କରିବା ପାଇଁ କଳିକୁମା ତ୍ୟାଗ କରୁଛି। ପ୍ରତ୍ୟେକ ଓଡ଼ିଆଙ୍କୁ ଜଣେଇ ଦେବାକୁ ପଡୁଛି ଯେ ଏ ଜାତି ଏତେ ମହାନ ସଂସ୍କୃତିର ଆଧାର ଉପରେ ପ୍ରତିଷ୍ଠିତ, ଯାହାର ଆରାଧ୍ୟ ଦେବ ହେଲେ ଶ୍ରୀ ଜଗନ୍ନାଥ, ଯାହାର ପରମ ଆରାଧ୍ୟ ଏଇ କବିମାନେ ତାଙ୍କ ପାଖରେ ନିଜକୁ ଲୋଟି ଦେଇଛନ୍ତି, ତାଙ୍କ ପାଖରେ ନିଜକୁ ହଲି ଦେଇଛନ୍ତି ଏବଂ ତାଙ୍କରି ସେବାରେ ତାଙ୍କରି ପ୍ରେରଣାରେ এই সমস্ত কাব্যরাজি রচনা করেছেন। ଓଡ଼ିଆ ଭାଷା ସାହିତ୍ୟକୁ ଏମାନଙ୍କର ଅବଦାନ ଅବିସ୍ମରଣୀୟ। ଆଉ ଯେତିକି କହି ମୁଁ ଆପଣଙ୍କୁ ପୁଣି ଆମନ୍ତ୍ରଣ ଜଣାଉଛି କାଲି ଏବଂ ପରଦିନ 2 ଦିନ ଆସନ୍ତୁ। ଆମମାନଙ୍କର ପ୍ରଚେଷ୍ଟାକୁ ସାର୍ଥକ କରିବା ପାଇଁ ଆପଣ ଯାହା ଯାହା ଟିକିଏ ଶ୍ରଦ୍ଧାଭକ୍ତି ଦେଇ ଆମମାନଙ୍କୁ এই ଯଜ୍ଞରେ এই ଜ୍ଞାନ ଯଜ୍ଞରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏତିକି କହି ଆପଣଙ୍କ ବିଦାୟ ନେଉଛି। ଜୟ ମା କଳିକୁମା।